ସେ କାଗଜ ବୋତଲରେ ଦେଲେ ବି ମଦ ହବ ଏବଂ କାଚ ବୋତଲରେ ଦେଲେ ବି ମଦ ହବ। କିନ୍ତୁ ମଦ ଦ୍ୱାରା ଯେ ଲୋକ କେତେ ହଇରାଣ ହଉଛନ୍ତି, କଷ୍ଟ ହଉଛନ୍ତି, ଆର୍ଥିକ ଅବସ୍ଥା ଦୁର୍ବଳ ହେଇଯାଉଛି, ପିଲା ଛୁଆ ଅନ୍ଧାରରେ ବୁଲୁଛନ୍ତି, ସ୍ତ୍ରୀ କାନ୍ଦୁଛି, ଏକଥା ଯଦି ସରକାର ଚିନ୍ତା କରେ ତ ମଦରେ ଯୋଉ ପ୍ୟାକେଜ କରିଛନ୍ତି ସେ ପ୍ୟାକେଜର କୌଣସି ଭ୍ୟାଲୁ ନାହିଁ। କାର୍ଡ ସିଷ୍ଟମ କରିଦେବା ଦରକାର। କେମିତି ନା ଯଦି ଚାଉଳ କାର୍ଡରେ ଦଉଛ ତାହେଲେ ମଦ କାର୍ଡରେ ଦଉନ, ଯେ ଗୋଟେ ଲୋକ 2 ବୋତଲ ମଦ ପାଇବ ଏବଂ ସରକାରୀ ଦୋକାନ ହେବା ଦରକାର, ପ୍ରାଇଭେଟ ଦୋକାନ ଉଠେଇ ଦେବା ଦରକାର। କିନ୍ତୁ ଏଇ ରାସ୍ତାଘାଟରେ ଯୋଉ ଦୁର୍ଘଟଣା ହଉଛି ମଦ ପିଇ ଅନାବାର୍ଯ୍ୟା ହଉଛି, ଯିଏ ପାରି ସିଏ ମଦ ପିଇଲା, ମଦ ପିଇଲେ ଗୋଟେ ଷ୍ଟାଟସ ବୋଲି ଯିଏ ଭାବୁଛି ଏବଂ ସେଥିପାଇଁ ସେମାନେ ମଦକୁ ପ୍ରବଳ ଭାବେ ଭାବୁଛନ୍ତି ମୋର ଗୋଟେ ଷ୍ଟାଟସ, ମୁଁ ମଦ ପିଇବି। ଏବେ ଝିଅ ପିଲା ମଧ୍ୟ ମଦ ପିଇବା ଆରମ୍ଭ କଲେଣି। ତ ଏଗୁଡିକ ଯଦି କଣ୍ଟ୍ରୋଲ ନ କରାଯାଏ ତାହେଲେ ପ୍ୟାକେଜ ଏଇ ଯୋଉ କାଗଜ ପୁଡିଆ କରନ୍ତୁ କି ସେ ବୋତଲ ପୁଡିଆ କରନ୍ତୁ, ସେଥିରେ କିଛି ଲାଭ ହେବ ନାହିଁ। ମୋ ନାଁ ହଉଛି ଶିବାଜୀ ମୌଲିକ, ଆଉ ମୁଁ ଜଣେ ପୂର୍ବତନ ସାମ୍ବାଦିକ। କଣ କହିବେ ଯେ ରାଜ୍ୟ ସରକାର କାଚ ବୋତଲରେ ମଦ ବନ୍ଦ କରି କାଚ ପ୍ୟାକେଟ ମଦ ଆଣିବେ କେତେ ଫଳପ୍ରଦ? ଶୁଣନ୍ତୁ, ମଦ କଥା ଯଦି ଆସେ, ସେ କାଚ ବୋତଲ ହଉ କି କାଗଜ ବୋତଲ ହଉ, ମଦ ମଦ। ସେ କାଗଜ ବୋତଲରେ ଦେଲେ ବି ମଦ ହବ ଏବଂ କାଚ ବୋତଲରେ ଦେଲେ ବି ମଦ ହବ। କିନ୍ତୁ ମଦ ଦ୍ୱାରା ଯେ ଲୋକ କେତେ ହଇରାଣ ହଉଛନ୍ତି, କଷ୍ଟ ହଉଛନ୍ତି, ଆର୍ଥିକ ଅବସ୍ଥା ଦୁର୍ବଳ ହେଇଯାଉଛି, ପିଲା ଛୁଆ ଅନ୍ଧାରରେ ବୁଲୁଛନ୍ତି, ସ୍ତ୍ରୀ କାନ୍ଦୁଛି, ଏକଥା ଯଦି ସରକାର ଚିନ୍ତା କରେ ତ ମଦରେ ଯୋଉ ପ୍ୟାକେଜ କରିଛନ୍ତି ସେ ପ୍ୟାକେଜର କୌଣସି ଭ୍ୟାଲୁ ନାହିଁ। ଏଟା କେବଳ ଆଖି ଦୃଶିଆ ଲୋକଙ୍କୁ କହୁଛି କାଚ ବୋତଲ ବଦଳରେ କାଗଜ ବୋତଲ। ତେଣୁ ମୁଁ ୟାର ପକ୍ଷପାତିତା ନୁହେଁ। କାହିଁକି ନା କମ୍ପ୍ଲିଟ ମଦ ବନ୍ଦ କରିବା ସମ୍ଭବ ବି ନୁହେଁ, କିନ୍ତୁ ମଦକୁ କଣ୍ଟ୍ରୋଲ କରିହେବ। ତେଣୁ ମଦକୁ ଯଦି କଣ୍ଟ୍ରୋଲ କରାଯାଏ, ଯେମିତି କି ଦେଖନ୍ତୁ ଡିଫେନ୍ସର ଲୋକ ସେମାନେ 2ଟି ବୋତଲ ମାସକୁ ନେଉଛନ୍ତି, ପାଉଛନ୍ତି, କାରଣ ସେମାନେ 2 ପ୍ୟାକ୍ ଲେଖେ ପିଉଛନ୍ତି, ମାସ ଯାକ ପିଅନ୍ତି, ତାଙ୍କର ଅଭ୍ୟାସ ଅଛି ଏବଂ ସେମାନେ ଶୃଙ୍ଖଳିତ ଭାବେ ମଦ ପିଅନ୍ତି। କିନ୍ତୁ ସାଧାରଣ ଲୋକ ଯୋଉ ଭଳି ଭାବରେ ମଦ ପିଉଛନ୍ତି, ଅନାଧୁନ୍ଦିଆ, ଯେ ଆଉ ଯା ଟିକେ ଆଣ ଯାହା ପଇସା ଅଛି ପିଉଛନ୍ତି, ୟଙ୍ଗ ଜେନେରେସନ ମଦ ଉପରେ ଧୀରେ ଧୀରେ ଆଗକୁ ଯାଉଛନ୍ତି। ତ ବର୍ତ୍ତମାନ ରାଜ୍ୟ ମଦରେ ଏତେ ଲାଭ କରୁଛି ମାନେ ସେଠୁ ଅନ୍ଦାଜ କରିବା ଦରକାର ଯେ ଯୁବ ଗୋଷ୍ଠୀ କେତେ ମଦ ପିଉଛନ୍ତି, ବୁଢା ଗୋଷ୍ଠୀ କେତେ ପିଉଛନ୍ତି, ସାଧାରଣ ଲୋକ କେତେ ପିଉଛନ୍ତି, ଦରିଦ୍ର ଲୋକ କେତେ ପିଉଛନ୍ତି, ଧନୀ କେତେ ପିଉଛନ୍ତି, ଏସବୁ ସରକାର ଆକଳନ କରିବା ଦରକାର। ଦୁଇରେ କାର୍ଡ ସିଷ୍ଟମ କରିଦେବା ଦରକାର। କେମିତି ନା ଯଦି ଚାଉଳ କାର୍ଡରେ ଦଉଛ ତାହେଲେ ମଦ କାର୍ଡରେ ଦଉନ, ଯେ ଗୋଟେ ଲୋକ 2 ବୋତଲ ମଦ ପାଇବ ଏବଂ ସରକାରୀ ଦୋକାନ ହେବା ଦରକାର, ପ୍ରାଇଭେଟ ଦୋକାନ ଉଠେଇ ଦେବା ଦରକାର। କାହିଁକି ନା ସରକାରୀ ଦୋକାନ କଲେ କଣ ହବ, ଯେ ହିସାବ ଟିଏ ମିଳିଯିବ ଯେ କେତେ ବୋତଲ ବିକ୍ରି ହେଲା, କେତେ ଲୋକ ପିଇଲେ, ଆଉ ଅନଲାଇନରେ ସବୁ ଜିନିଷ ବାହାରି ପଡିବ, ଯୋଉଟା କି କେତେ ମଦୁଆ ବାହାରିଛନ୍ତି, କେତେ ନୂଆ ଏଣ୍ଟ୍ରି କଲେ, କେତେ କଟି ଗଲେ, ଆଉ ମଦରୁ କେତେ ଇନକମ ହେଲା, ଆଉ ମଦ କେତେ ଟ୍ୟାକ୍ସ ଦେଲା ଏବଂ କେତେ ମଦୁଆ ଆକ୍ରାନ୍ତ ହେଇକରି ଚାଲିଗଲେ, ଇଏ ସବୁ ଡିଟେଲ୍ସ ବାହାରିବ। କାହିଁକି ନା ଭବିଷ୍ୟତ ଜେନେରେସନକୁ ବଞ୍ଚେଇବା, ରାସ୍ତା ଦେଖେଇବା, ଶୃଙ୍ଖଳିତ ଭାବେ ଚଲେଇବା ରାଜ୍ୟକୁ, ଏସବୁ ମଦ ଉପରେ ଯଦି ନିୟନ୍ତ୍ରଣ ଗୋଟେ ପ୍ୟାକେଜ ତିଆରି କରାଯାଏ ତାହେଲେ ମଦ ତ ପିଇବେ, ଯଦି ଯାହାର ପିଇବାର ଇଚ୍ଛା ଅଛି ସେ ଯାଉ ବଡ ହୋଟେଲରେ ଯାଇ ପିଇବ, ପଇସା ଅଛି ବାରରେ ପିଇବ, 2 ପ୍ୟାକ୍ ପିଇବ କି 4 ପ୍ୟାକ୍ ପିଇବ, ଯଦି ବେଶୀ ପିଇଦେଲା ତାକୁ ସିକ୍ୟୁରିଟି ଅଛି ନେଇ ଘରେ ଛାଡିବ। କିନ୍ତୁ ଏଇ ରାସ୍ତାଘାଟରେ ଯୋଉ ଦୁର୍ଘଟଣା ହଉଛି ମଦ ପିଇ ଅନାବାର୍ଯ୍ୟା ହଉଛି, ଯିଏ ପାରି ସିଏ ମଦ ପିଇଲା, ମଦ ପିଇଲେ ଗୋଟେ ଷ୍ଟାଟସ ବୋଲି ଯିଏ ଭାବୁଛି ଏବଂ ସେଥିପାଇଁ ସେମାନେ ମଦକୁ ପ୍ରବଳ ଭାବେ ଭାବୁଛନ୍ତି ମୋର ଗୋଟେ ଷ୍ଟାଟସ, ମୁଁ ମଦ ପିଇବି। ଏବେ ଝିଅ ପିଲା ମଧ୍ୟ ମଦ ପିଇବା ଆରମ୍ଭ କଲେଣି। ତ ଏଗୁଡିକ ଯଦି କଣ୍ଟ୍ରୋଲ ନ କରାଯାଏ ତାହେଲେ ପ୍ୟାକେଜ ଏଇ ଯୋଉ କାଗଜ ପୁଡିଆ କରନ୍ତୁ କି ସେ ବୋତଲ ପୁଡିଆ କରନ୍ତୁ, ସେଥିରେ କିଛି ଲାଭ ହେବ ନାହିଁ, ଏଗୁଡା ଆଖି ଦୃଶିଆ ହେବ। ତେଣୁ ମୁଁ ସରକାରକୁ ନିବେଦନ କରିବି, ଯେହେତୁ ମୁଁ ଜଣେ ସାମ୍ବାଦିକ, ଯେହେତୁ ମୁଁ ଜଣେ ସମାଜସେବୀ, ମୁଁ ରାଜନୈତିକ ଦଳରେ ମଧ୍ୟ ଜଡିତ ଅଛି, ତେଣୁ ମୁଁ ସାମ୍ବାଦିକ ଭାବେ ମୁଁ ସରକାରଙ୍କୁ ନିବେଦନ କରିବି, ସରକାର ବର୍ତ୍ତମାନ ଯୋଉମାନଙ୍କର ମଦ ଉପରେ ବିରୋଧ କରୁଛନ୍ତି ସେମାନଙ୍କ ସହିତ ବସି ଆଲୋଚନା କରି ଠୋସ୍ ନିଅନ୍ତୁ, ତେବେ ସରକାର ଆଗକୁ ଆଗେଇକି ଚାଲିପାରିବ। ନଚେତ ଏଇ ମଦ ହିଁ ସରକାରକୁ କାଳ କରିଦେବ ବୋଲି ମୋର ଯାହା ଆଶା ଆଉ ଚିନ୍ତା। अरे वाओ अनु केते सुंदर ड्राइंग बनेचु एटा कौन बनेचु एरा मु एरा बापा एरा बो एरा जेजे बापा एरा जेजे माँ वाओ और एटा कोन हम फैमिली डॉक्टर हाँ बो एरा हम फैमिली हॉस्पिटल रंग बदलिछि रूप बदलिछि हेले आपणक सह संपर्क बहुत पुराना खाली
ଓଡ଼ିଶାର ନୁହଁ ପୂର୍ବ ଭାରତର 50 ଲକ୍ଷ ପରିବାରର ଭରସା ଆମର ଅତ୍ୟାଧୁନିକ କୌଶଳ ଏବଂ ଅଦ୍ୱିତୀୟ ସେବା। 27 ବର୍ଷର ସମ୍ପର୍କ ଆମକୁ କରିପାରିଛି ଆପଣଙ୍କ ନିଜର ଫ୍ୟାମିଲି ହସ୍ପିଟାଲ। थैंक यू डॉक्टर। ଅନୁପରି ଅନେକ ପିଲାଙ୍କ ଧନ୍ୟବାଦ ଆମ ପାଇଁ ଅମୂଲ୍ୟ ଉପହାର।